ଖଣ୍ଡପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ। ଖଣ୍ଡପଡ଼ା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ସକାଳୁ ଖଣ୍ଡପଡ଼ା ରାଜବାଡ଼ିସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରକୁ କଟକ ଅର୍ବାନ ହସ୍ପିଟାଲର ଡକ୍ଟର ମହମ୍ମଦ ଜାଭେଦ ଉଦ୍ଘାଟନ କରିଥିଲେ। ପିଏଚ୍ଡି ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସହରାଞ୍ଚଳର 40 ବର୍ଷରୁ ଉର୍ଦ୍ଧ୍ୱ 175 ଜଣ ମହିଳା ଓ ପୁରୁଷ ଶିବିରରେ ଯୋଗ ଦେଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ସେହିଭଳି ଭାବେ ଅବଶିଷ୍ଟ ଲୋକମାନଙ୍କର ଡାଇବେଟିସ୍, ଦନ୍ତ ପରୀକ୍ଷା ଓ ବ୍ଲଡ୍ ପ୍ରେସର ପରୀକ୍ଷା କରାଯାଇଥିଲା। ଏତଦ୍ ବ୍ୟତୀତ 10 ଜଣ ମହିଳା ଓ ପୁରୁଷଙ୍କର ମୋତିଆବିନ୍ଦୁ ଅପରେସନ୍ ନିମନ୍ତେ ଶିବିରରୁ କଟକ ଅର୍ବାନ ହସ୍ପିଟାଲକୁ ନିଆଯାଇଛି ଏବଂ ରବିବାର ସନ୍ଧ୍ୟାରେ ସେମାନଙ୍କର ଚକ୍ଷୁ ଅପରେସନ୍ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଅର୍ବାନ ହସ୍ପିଟାଲ ପକ୍ଷରୁ ସହଯୋଗୀ ଭାବେ ପିକୁ ବେହେରା, ନୟାଗଡ଼ ଜିଲ୍ଲା ସଂଯୋଜିକା କନକଲତା ପ୍ରଧାନ, ବ୍ଲକ ସଂଯୋଜକ ଶ୍ରୀ ଚନ୍ଦନ ରଣା, କ୍ୟାମ୍ପ ସଂଯୋଜିକା ହାରାମଣି ଜେନା, କାମଦେବ ଲଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ବାର୍ ଆସୋସିଏସନ ସମ୍ପାଦକ ବିକ୍ରମ କେଶରୀ ଦେଓ, ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ସମ୍ପାଦକ ଭବାନୀ ଶଙ୍କର ସିଂହ ସାମନ୍ତ ଓ ଖଣ୍ଡପଡ଼ା ସାମ୍ବାଦିକ ସଂଘ ସମ୍ପାଦକ ସରୋଜ କୁମାର ଚୌଧୁରୀଙ୍କ ସମେତ ବିନୋଦ କୁମାର ମହାପାତ୍ର, ଶାନ୍ତିଶେଖର ରଥ, ସତ୍ୟନାରାୟଣ ଜଗଦେବ, ଭବାନୀ ଶଙ୍କର ମହାନ୍ତି, ନିଗମାନନ୍ଦ ଦାସ, ସନ୍ତୋଷ କୁମାର ସାହୁ, ଜନ୍ମେଜୟ ଦଳେଇ, ଚିତ୍ତରଞ୍ଜନ ଦାସ, ସଂଗ୍ରାମ କେଶରୀ ଦେଓ, କନକଲତା ପ୍ରଧାନ, ଶିବନାରାୟଣ ଦାସ, ସଦାଶିବ ପାତ୍ର, ଶରତ କୁମାର ରାଉତ, ମାନସ କୁମାର ସେଠୀ, ଶଙ୍କର୍ଷଣ ସ୍ୱାଇଁ, ତପନ କୁମାର ଦାସ, ପ୍ରଭାତ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର। ମୋ ନାଁ ହେଉଛି ମହମ୍ମଦ ଜାଭେଦ। ମୁଁ ଅର୍ବାନ ହସ୍ପିଟାଲ ଆଜି ମୋତିଆବିନ୍ଦୁ କ୍ୟାମ୍ପ ହେଇଥିଲା। ବହୁତ ଲୋକ ଆସିଥିଲେ, ଲୋକ ଆମେ ଦେଖିଛୁ। ତା ଭିତରେ 10-12 ଜଣ ଯିବେ ହସ୍ପିଟାଲକୁ ସର୍ଜରୀ ହେବା ପାଇଁ। ଆଉ ବାକି ଆପଣଙ୍କର ଇଏରୁ ଯାହା ହଉ ଗୋଟେ ଭଲ ଆସିଥିଲେ, ଲୋକ ବହୁତ ଆସିଥିଲେ। ଆହୁରି କେତେ ଜଣ ରହିଯାଇଛନ୍ତି, ସେମାନଙ୍କୁ ବି ଆମେ ଦେଖିବା, ଆଉ ଥରେ କ୍ୟାମ୍ପ କରିବା। ବହୁତ ଲୋକ ଫେରିକି ଯାଇଛନ୍ତି, ତାଙ୍କୁ ବି ଆମେ ଦେଖିବା। ଆଉ ଦିନେ କ୍ୟାମ୍ପ କରିକି ତାଙ୍କୁ ବି ଆମେ ଚେଷ୍ଟା କରିବା ନେଇକି ଯାଇକି ଆଖିଟା କେମିତି ଭଲ କରିକି ଆଣିକି ଛାଡ଼ିବା। କେତେ ଚଷମା ଆଜି ବଣ୍ଟା? ଚଷମା ପାଖାପାଖି 60-70 ଉପରେ, 150 ଉପରେ ଚଷମା ବଣ୍ଟା ହେଇଛି। ଅନ୍ୟମାନଙ୍କର ଯାହା ଡାଇବେଟିସ୍, ବ୍ଲଡ୍ ପ୍ରେସର ଏସବୁ ଥିଲା, ତାଙ୍କର ସବୁ ଟେଷ୍ଟ କରାହେଇଛି। ବାକି ତାଙ୍କୁ ମେଡିସିନ ପାଇଁ ବି ସଜେଷ୍ଟ ହେଇଛି। ସେମାନେ ମେଡିସିନ ଖାଇଲା ପରେ ଯାହା ବାକି ଅସୁବିଧା ଆମେ ପରେ ସେଇଟା ତାଙ୍କୁ ଦେଖିବା। ସାମ୍ବାଦିକ ଭାଇମାନଙ୍କୁ ନମସ୍କାର। ତ ଆମର ଏଇ ଅର୍ବାନ ହସ୍ପିଟାଲର ମୁଁ ଜଣେ କୋର୍ଡିନେଟର। ତ ଆମର କରିବାର ଉଦ୍ଦେଶ୍ୟ ଏଠି ଥିଲା ଯେ ଆମର ଜନସେବା ମାନେ କେମିତି ସେବା ପାଆନ୍ତୁ। ତ ସେଇ ଚକ୍ଷୁ ଶିବିର ଖୋଲିବାର ମତଲବ ଥିଲା। ତ ମାଗଣାରେ ସେମାନଙ୍କର ଆଖି ଦୃଷ୍ଟିଟା ଟିକେ ଭଲରେ ଦେଖିପାରନ୍ତୁ। ସାମ୍ବାଦିକ ଭାଇମାନେ ବହୁତ ପରିଶ୍ରମ କରିକି ବହୁତ ରକ୍ତାନ୍ତରେ ପାଣିଠୁ ନେଇ ବହୁତ ସୁବିଧା ସୁଯୋଗ, ଖାଇବା ଜଳଖିଆ ପତ୍ର ନେଇ ଆମର ସାମ୍ବାଦିକ ଭାଇମାନେ ସକାଳ 7ଟାରୁ ବୁଲା ଏବେ 11ଟା ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଛନ୍ତି। ଆମର ଡକ୍ଟର ବନ୍ଧୁମାନଙ୍କୁ ସମ୍ମାନିତ କରି ଆମର ଏଇ NACର 200-300 ଲୋକଙ୍କ ଭିତରୁ କଣ୍ଟ୍ରୋଲ କରେଇ ଆମମାନଙ୍କୁ ବହୁତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ଆମର ସାମ୍ବାଦିକ ଭାଇମାନେ। ଏଥିମଧ୍ୟରୁ ଆମର 10 ଜଣ ସିଲେକ୍ସନ ହେଇ ଅର୍ବାନ ହସ୍ପିଟାଲର ଆଇ ଚକ୍ଷୁ ଚିକିତ୍ସା ଶିବିରରେ ଯାଇଛନ୍ତି। ସେମାନଙ୍କର ଆମେ ଚାହୁଁଛୁ ଯେ ଭଗବାନ ଭଲରେ ସେମାନଙ୍କ ଅପରେସନ ହୋଇ ଠିକରେ ତାତ୍ପର୍ଯ୍ୟରେ ଆସିଲେ ଆମମାନେ ଖୁସି ହବୁ। ଆଉ ଏଥିଯୋଗୁରୁ ମୁଁ ଅତ୍ୟଧିକ ଖୁସି। ଏତେ କ୍ୟାମ୍ପ କରୁଛି କିନ୍ତୁ ଆମର ଏଇ NAC ସାମ୍ବାଦିକ ଭାଇମାନଙ୍କ ଏତେ ଖୁସି। ଡକ୍ଟର ମାନେ ଆମର ରହିଛନ୍ତି ଯେ ଆମର ଏତେ ସାମ୍ବାଦିକ ମାନେ ଏତେ ଉତ୍ସାହିତ ଅଛନ୍ତି। ଏମିତି କ୍ୟାମ୍ପରେ ଆମେ କେବେ ଖୁସି ନଥିଲୁ। ଚଷମା ଲୋକଙ୍କୁ ବଣ୍ଟନ କଲୁ, 100-150 ଖଣ୍ଡେ ବଣ୍ଟନ କରିଛୁ। ବହୁତ ସୁବିଧା ସୁଯୋଗ ଶୃଙ୍ଖଳିତ ଭାବରେ ଆମର ଏଇର ଚକ୍ଷୁ ଶିବିର ଅର୍ବାନ ହସ୍ପିଟାଲରୁ ବହୁତ ସମାଧାନରେ ହୋଇଗଲା। ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଜି ଆମର ଖଣ୍ଡପଡ଼ା ସହରାଞ୍ଚଳରେ ଆମର ଖଣ୍ଡପଡ଼ା ସାମ୍ବାଦିକ ସଂଘ ସହଯୋଗରେ ଅର୍ବାନ ହସ୍ପିଟାଲ କଟକର ଡକ୍ଟର ମାନେ ଆସିଥିଲେ
आम गोटे पूर्व प्रस्तुति बैठक करूँ चक्षु कैंप जो आम रही डायबिटीज आउ ब्लड प्रेशर आज कैंप रही आम जहाँ प्रचार प्रसार होता संघ पक्षर पाखापाखि 150 ऊर्ध ये जोग देते 40 वर्ष ऊर्ध जो मैंने जार कार आखि प्रोब्लेम था कार डायबिटीज कार ब्लड प्रेशर था जहाँ शांति श्रृंखलार सहित खंडपड़ा सांबादिक संघर समस्त सांबादिक सहयोग क्रमे आज सुंदर भाव कार्यक्रम संपादन हो पारि आगक भाव आहरी कार्यक्रम कर व्यवस्था रही श्रृंखलित भाव आम सेवा जोगे केवल सांबादिकता क्षेत्र में लोक पाखे सुविधा ठिया से भाव में जदि आम देखा लोकर कौन सब रोग रही से डॉक्टर मान सहयोग क्रमे आमर ये खंडपड़ा सांबादिक संघ संपूर्ण भाव हाथ बढ़ाई असुविधा समस्त धन्यवाद दूसरी जेहेतु शांति श्रृंखला सहित आज कार्यक्रम को समस्ते जोगदे विश्वास रखी आसते चश्मा मटन कार्यक्रम होती 10 जन जहाँ कहते 10 जन को कटक अर्बान हस्पिटाल नहीं मोतियाबिंद ऑपरेशन कर सुचारू रूपे ऑपरेशन सारिक पुनः खंडपड़ा छड़ी दिया। धन्यवाद। जय जगन्नाथ। आज आमर खंडपड़ा सांबादिक संघ प्रथम धन्यवाद देवी आमर जो आज आमको कोऑपरेट करथिले अर्बान हॉस्पिटल कटक सी आमको 5-7 दिन तले जोगाजोग करथिले आमे भी तांको आमर से कनंग मैडम जे अछन आमर जने सांबादिक बंधु अछंती सी आमको आसी पचारले भाई एमदी गोटे करवा एनएस रे जोटा केबे हेई नथला हम एनएस रे बहु विगत दिन रे हेइतला बहु सोसाइटी जो वॉलंटियर ऑर्गेनाइजेशन आगुरु करूथिले किंतु एबे 2-4 वर्ष होला 5 वर्ष होला कोनोसी सुविधा नथला तेणु एबे आमे सेटा निष्पत्ति नेलु जे एटलिस्ट लोकंग हमर 13टा वार्ड लोकंग ए सुविधा पय आमे हम सांबादिक संघ प्लस हमर आंचलिक सांबादिक संघ भाई माने समस्त हम कोऑपरेट करले आज समस्त को मिलित अनुकूल्य रे आज आमे गोटे कलु मागणा चक्षु चिकित्सा एथरे लोकंग आज हमर 175 जन आज रजिस्टर्ड हेले 175 लोकंगर पेशेंट को आज डॉक्टर आसी देखिले एवं हेतुरु 10 जन सिलेक्शन हेले मोचिया बिंदु पई जोटा कि फ्री ऑफ कॉस्ट रे बर्तन तांको गाडी निया गलानी तांको पुनी ससन माने तांको घर आनी कि फ्री ऑफ कॉस्ट रे छडा जीवो तांको ऑपरेशन हो तांकर जहा जाबतीय औषध खर्च आज डेट रे आमे अप्रोक्सीमेटली 175 रु 100 लोकन को अप्रोक्सीमेटली चश्मा भी फ्री ऑफ कॉस्ट रे दिया हेची मंटा हेची बहुत बढ़िया ऑर्गेनाइजेशन हेतला बहुत बढ़िया आज लोक बहुत सेवा पाइचंदी समस्तंकर जो आमे डिक्लेयर करथुलु 40 वर्ष रु ऊर्ध्व से अनुसार आज जेते हम खंडपड़ार वयोज्येष्ठ लोक आस्थिले समस्तंक आशीर्वाद हम संघ प्रति रहिला समस्तंक आमे जेतिकी आमे आशीर्वाद पाइलु भाउची आगामी दिन रा हम संघ एभली कार्य बजाय रखिबो आमे आज निष्पत्ति नेलुनु समस्त मिलित निष्पत्ति नेलुनु खूब कम दिन रे दंत चिकित्सा गोटे करिवु एवं ब्लड कैंप जहाँ जमती हेई परिबो भले जेते भलो काम आम संघ समस्त मिलित अनुकूल्य आम करूँ लोकों सेवा खंडपड़ा काम करूँ आम संघ तरफ धन्यवाद।